ସୁସୁ ଗର୍ଜନ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଶକ୍ତି। ଅଶାନ୍ତ ହେଲାଣି ସମୁଦ୍ର, ତାଣ୍ଡବ କଲାଣି ବାତ୍ୟା। ସତର୍କ ରୁହ, ସବୁକିଛି ଛାରଖାର କରିଦେବ। ତୀବ୍ର ବେଗରେ ସୁସୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ଶକ୍ତି। ଆରବ ସାଗରରେ ବଳ ଗୋଟାଇ ଉପକୂଳ ମୁହାଁ ହୋଇଛି ଶକ୍ତି। ଏଥିପାଇଁ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଇଏମଡି ବାତ୍ୟା ଶକ୍ତିକୁ ନେଇ ମହାରାଷ୍ଟ୍ରର କିଛି ଜିଲ୍ଲାକୁ ଏକ ଘୂର୍ଣ୍ଣିବାତ୍ୟା ଚେତାବନୀ ଦେଇଛି। ଏହି ଘୂର୍ଣ୍ଣିବାତ୍ୟା ଅକ୍ଟୋବର 3 ତାରିଖରୁ 7 ତାରିଖ ମଧ୍ୟରେ ଏକ ମଧ୍ୟମରୁ ଗମ୍ଭୀର ବାତ୍ୟା ହେବାର ସମ୍ଭାବନା ରହିଛି। ଶକ୍ତିକୁ ନେଇ ଆଲର୍ଟ ଜାରି। ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଏହି ସତର୍କତା ଜାରି କରାଯାଇଛି ସେମାନଙ୍କ ମଧ୍ୟରୁ ମୁମ୍ବାଇ, ଥାଣେ, ପାଲଘର, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଅନ୍ତର୍ଭୁକ୍ତ। ପାଣିପାଗ ବିଭାଗ ଅନୁଯାୟୀ ଅକ୍ଟୋବର 3ରୁ 5 ତାରିଖ ପର୍ଯ୍ୟନ୍ତ ଉତ୍ତର ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି 45ରୁ 55 କିଲୋମିଟର ବେଗରେ ପବନ ବହିପାରେ। କେତେକ ସମୟରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ। ଘୂର୍ଣ୍ଣିବାତ୍ୟାର ତୀବ୍ରତା ଉପରେ ନିର୍ଭର କରି ପବନର ବେଗ ବୃଦ୍ଧି ପାଇପାରେ। ଏହି ସମୟ ମଧ୍ୟରେ ସମୁଦ୍ର ପରିସ୍ଥିତି ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ଆଶା କରାଯାଉଛି। ଉତ୍ତର ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଅକ୍ଟୋବର 5 ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବ୍ୟୁରୋ ରିପୋର୍ଟ, ଦଶମଝାଟି।